ମୋ ନାଁ ଅରୁଣ କୁମାର ସାହୁ, ଘର ଓଡ଼ିଶା ବାଙ୍କି। ଦୋସ୍ତ ମୁଁ ବହୁତ ସାରା ଯେତେବେଳେ ମୁଁ ତ ନିଜେ ଏକୁଟିଆ ରୁହେ ଭୁବନେଶ୍ୱରରେ, ନିଜେ ରୋଷେଇ କରି ଖାଇବାକୁ ପସନ୍ଦ କରେ। ବାହାରେ ବିଶେଷ ଖାଏ ନାହିଁ, ଆଉ ପୁରା ଭେଜିଟେରିଆନ୍। ମୁଁ ଆଇଁଷ ଫାଇଁଷ ବି ଖାଏ ନାହିଁ, କିନ୍ତୁ ମୁଁ ଯେତେବେଳେ ବାହାରୁ ବହୁତ ସାରା ହଳଦୀ ନେଇକି ମୁଁ ୟୁଜ୍ କରେ, ଆଉ ନେବି ଚିରିକି ପକେଇକି ପୁଣି ନେଇକି ଫୋପାଡ଼ିବି। କିନ୍ତୁ ଆକୁ ଯେତେବେଳେ ଦେଖିଲି ଆମ ସେବସବରେ ବହୁତ ଜବରଦସ୍ତ ହଳଦୀ ଅଛି, ଆକୁ ନେଲା ପରେ ନେଇକି ମୁଁ ଖାଉଛି, ଖାଇଲା ପରେ ମୋତେ ନିଜକୁ ଭଲ ଲାଗୁଛି। ପ୍ରତ୍ୟେକ ତରକାରୀ ଟେଷ୍ଟ ରହୁଛି। ଆଉ ବାହାର ହଳଦୀ ସହିତ ମୋ ହଳଦୀକି ଯେତେବେଳେ ଟେଷ୍ଟ କରି ଦେଖେଇଲି, ସେପଟ ହଳଦୀ ଗୋଟେ ଗ୍ଲାସ୍ରେ ପାଣି ଢାଳିଲି, ବାହାର ହଳଦୀ ଆଉ ରୁଚିର ହଳଦୀ ଥିଲା ଏଇଟା, ଆଉ ଆମର ସେବସର ହଳଦୀ ଗୋଟେ ଗ୍ଲାସ୍ରେ ଢାଳିକି ଦେଖିଲି, ତ ସେପଟ ଆମର ରୁଚିର ଯେଉଁ ହଳଦୀ ସେ ତଳକୁ ରହିକି ପାଣି ହେଇଗଲା, ଆଉ ଆମର ଏ ହଳଦୀ ହେମିତି ହଳଦୀ ହେଇକି ଥାଏ। ତ ମୁଁ ଦେଖିଲି ହଳଦୀ ପୁରା ପରଫେକ୍ଟ ହଳଦୀ, ଆଉ ୟାର ବାସ୍ନା ବି ବହୁତ ବଢ଼ିଆ। ଖାଲିରେ ବି ଖାଇ ହେବ। ଆପଣ ଖାଲିରେ ଖାଇଲା ମାନେ ଆପଣଙ୍କର ଦଶ ପୋକ ରହୁଛି, ପିଲାମାନଙ୍କର ଛୋଟ ପିଲାଙ୍କର ଦଶ ପୋକ ରୁହେ, କୁର୍ମି କୁହାଯାଏ। ତ ଆକୁ ଯିଏ ଖାଲିରେ ବି ଖାଇବେ ପିଲାଙ୍କର ଦଶ ପୋକ କୁର୍ମି ବି ହେଇଯିବ। ଆଉ ଆପଣ ଯାହା ବି ମାଆ ମାନେ ନିଜେ ନେଇକି ରୋଷେଇ କରିବେ ଘରେ ଘରେ, ବାହାର ଜିନିଷ କିଣିବେନି, ଆମର ସେବସର ହଳଦୀ ଖାଆନ୍ତୁ। ମୁଁ ବ୍ୟାଚଲର ହେଇକି ଖାଉଛି, ଆପଣମାନେ ଫ୍ୟାମିଲି ହେଇକି ଖାଇବେନି। ତ ନିହାତି ଆପଣ ପ୍ରତ୍ୟେକ ଦିନ ନେଇକି ଖାଆନ୍ତୁ, ଘରେ ଘରେ ଖାଆନ୍ତୁ।